ଚଳିତ ବର୍ଷ ଧାନ ବିକ୍ରୟ କରିବା ପାଇଁ ଧାନ ମଣ୍ଡିରେ ପଞ୍ଜୀକରଣ ପ୍ରକ୍ରିୟାରେ ସରକାର ଜଟିଳ କରିଛନ୍ତି। ଅନେକ ଚାଷୀମାନଙ୍କର ପ୍ରଶ୍ନ ରହିଯାଉଛି, ଯଦି ବାପାଙ୍କ ନାଁରେ ଜମି ପଟା ରହିଛି ତାହେଲେ ଆପଣମାନେ ଫର୍ମ କେମିତି ପୂରଣ କରିବେ? ଯଦି ଆପଣମାନଙ୍କର ଜେଜେବାପାଙ୍କ ନାମରେ ଯଦି ଜମି ରହୁଛି ତାହେଲେ ଆପଣମାନେ ଫର୍ମ କେମିତି ଫିଲ୍ଅପ୍ କରିବେ? ତାପରେ ଯଦି ଅଲଗା ନାମରେ ଜମିଟା ରହିଯାଉଛି ଆପଣମାନେ ଫର୍ମ ଫିଲ୍ଅପ୍ କେମିତିଆ କରିବେ? ଯଦି ଭାଗ ଚାଷୀ ଆପଣମାନେ ହେଇଥିବେ ଆପଣମାନେ ଫର୍ମ କେମିତି ଫିଲ୍ଅପ୍ କରିବେ? ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ସମ୍ପୂର୍ଣ୍ଣ ସୂଚନା ଗୋଟିଏ ଗୋଟିଏ କରି ଆପଣମାନଙ୍କୁ ବିସ୍ତାର ରୂପେ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣମାନେ ସମ୍ପୂର୍ଣ୍ଣ ତଥ୍ୟ ଜାଣିପାରିବେ। ଏଇଟା ଚାଷୀମାନଙ୍କ ଚ୍ୟାନେଲ। ଚାଷୀମାନଙ୍କର ଯାହା ବି ଅସୁବିଧା ରହୁଛି ସେଇ ଅସୁବିଧା ଅନୁସାରେ ଭିଡ଼ିଓ ପ୍ରୋଭାଇଡ଼ କରାଯାଉଛି। ଏହି ଚ୍ୟାନେଲ ଆପଣଙ୍କ ସହିତ ଥିବା ପର୍ଯ୍ୟନ୍ତ ଆପଣମାନେ କୌଣସି ଅସୁବିଧାରେ ସମ୍ମୁଖୀନ ହେବେ ନାହିଁ। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ଧ୍ୟାନସେ ଦେଖନ୍ତୁ। ଧାନ ମଣ୍ଡି ପଞ୍ଜୀକରଣ ପାଇଁ ବାପାଙ୍କ ନାଁରେ ଜମି ଥିଲେ, ଆପଣମାନଙ୍କର ଜଏଣ୍ଟ ପଟ୍ଟା ଥିଲେ, ନିଜ ନାମରେ ଥିଲେ, ତ ଆପଣମାନେ ଫର୍ମ କେମିତି ଭରିବେ? ତ ଆସନ୍ତୁ ମୁଁ ଆପଣମାନଙ୍କୁ ଜଣାଉଛି। ପୂର୍ବ ଭିଡ଼ିଓରେ ମୁଁ ଆପଣମାନଙ୍କୁ ଜଣାଇଥିଲି, ଯଦି ଆପଣଙ୍କ ନାମରେ ଜମି ପଟ୍ଟା ରହିଛି ତାହେଲେ ଆପଣମାନେ କେବଳ ଏହି ଫର୍ମଟିକୁ ହିଁ ଆପଣ ଭରିବେ। ତ କେମିତି ଫର୍ମଟିକୁ ଆପଣ ଭରିବେ ମୁଁ ଗୋଟି ଗୋଟି କରି ପୂର୍ବ ଭିଡ଼ିଓରେ ମୁଁ ଆପଣମାନଙ୍କୁ ଜଣାଇ ଦେଇଛି। ଯଦି ବି ଫର୍ମରେ ଆପଣ କିଛି ଭୁଲ କରିକି ଭରୁଛନ୍ତି ଆପଣମାନଙ୍କର ଟୋକନ୍ ହିଁ ଜେନେରେଟ୍ ହେବ ନାହିଁ। ତ ସେଥିପାଇଁ ଆପଣମାନେ ନିର୍ଭୁଲ ଭାବରେ ଫିଲ୍ଅପ୍ କରିବା ପାଇଁ ହେଲେ ଆପଣମାନେ ପୂର୍ବ ଭିଡ଼ିଓଟିକୁ ଦେଖି ନିଅନ୍ତୁ। ସେଇ ଭିଡ଼ିଓର ଲିଙ୍କଟି ମୁଁ ଡିସ୍କ୍ରିପ୍ସନରେ ଲିଙ୍କ ପ୍ରୋଭାଇଡ଼ କରିଦେଇଛି। ଆପଣମାନେ ସେ ଲିଙ୍କ ଉପରେ କ୍ଲିକ୍ କରି ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିକି ଆପଣମାନେ ଠିକ୍ ଭାବରେ ଫିଲ୍ଅପ୍ କରନ୍ତୁ। ଯେଉଁମାନଙ୍କ ପାଖରେ ଜଏଣ୍ଟ ପଟ୍ଟା ରହିଛି ତ ସେମାନଙ୍କ ପାଇଁ ଏକ ସେଲ୍ଫ ଡିକ୍ଲାରେସନ୍ ଫର୍ମ ଲାଗିବ, ଅର୍ଥାତ୍ ସହମତି ପତ୍ର ଗୋଟେ ଲାଗିବ। ଏହି ସହମତି ପତ୍ରଟିକୁ ଆପଣମାନେ କେମିତି ନିର୍ଭୁଲ ଭାବରେ ଫିଲ୍ଅପ୍ କରିବେ ଆସନ୍ତୁ ସେ ବିଷୟରେ ମୁଁ ଆପଣମାନଙ୍କୁ ଜଣାଉଛି। ଦେଖନ୍ତୁ, ଏଇଟା ଆପଣମାନଙ୍କର ଜମି ରେକର୍ଡଧାରୀଙ୍କ ଦ୍ୱାରା ଧାନ ବିକ୍ରୟ ପାଇଁ ସମ୍ମତି ପତ୍ର। ଦେଖନ୍ତୁ, ଏହି ସମ୍ମତି ପତ୍ରଟି କେତେବେଳେ ଲାଗିବ? ଯଦି ଜଏଣ୍ଟ ପଟ୍ଟା ଆପଣମାନଙ୍କର ରହିଛି କିମ୍ବା ଆପଣଙ୍କର ଜମି ପଟ୍ଟା ବାପାଙ୍କ ନାଁରେ ରହିଛି। ଜଏଣ୍ଟ ପଟ୍ଟାରେ ଯେଉଁ ପରିବାରଙ୍କର ସଦସ୍ୟଙ୍କ ନାମ ରହିଛି ତ ସେମାନଙ୍କର ଆଧାର କାର୍ଡ଼ ଦରକାର, ତାଙ୍କର ମୋବାଇଲ ନମ୍ବର ଦରକାର। ଯେତେବେଳେ ଆପଣ ସୋସାଇଟିକୁ ଯାଉଛନ୍ତି ପଞ୍ଜୀକରଣ କରିବା ପାଇଁ ଏଇଟା ଆପଣମାନଙ୍କର ଆବଶ୍ୟକତା ରହିଛି। ଯଦି ତାଙ୍କର ଡକୁମେଣ୍ଟସ୍ ଗୁଡ଼ିକ ଅର୍ଥାତ୍ ଆଧାର କାର୍ଡ଼, ତାଙ୍କ ମୋବାଇଲ ନମ୍ବର ଯଦି ନ ଦେବେ ତାହେଲେ ଆପଣମାନଙ୍କର ହେବ ନାହିଁ। ଦେଖନ୍ତୁ, ଏହି ସମ୍ମତି ପତ୍ରରେ ବିଷୟଟି ରହିଛି ଜମି ରେକର୍ଡଧାରୀଙ୍କ ଦ୍ୱାରା ଧାନ ବିକ୍ରୟ ପାଇଁ ସମ୍ମତି ପତ୍ର। ତ ଏଠି ଲେଖାଯାଇଛି, ମହାଶୟ ମହାଶୟା, ନିମ୍ନ ବର୍ଣ୍ଣିତ ଧାନ ଚାଷ ଜମିର ମୁଁ ଆମ୍ଭେ ଖାତା ମାଲିକ ଉତ୍ତରାଧିକାରୀ ଅଟେ ବା ଅଟୁ। ବିଭିନ୍ନ କାରଣରୁ ଚଳିତ ଖରିଫ 2026-2027ରେ ବ୍ୟକ୍ତିଗତ ଭାବରେ ଉକ୍ତ ଜମିକୁ ଚାଷ କରିପାରୁନଥିବାରୁ ମୁଁ କିମ୍ବା ଆମ୍ଭେ ଉକ୍ତ ଜମିକୁ ଆମର ପୁତ୍ର, ଭାଇ, ପୁତୁରା କିମ୍ବା ଅନ୍ୟାନ୍ୟ ଶ୍ରୀ ଡ୍ୟାସ୍। ଦେଖନ୍ତୁ, କହିବାକୁ ଗଲେ ଯଦି ଆପଣଙ୍କ ବାପା ଚାଷ କରୁଛନ୍ତି ତାହେଲେ ଆପଣମାନେ ପୁତ୍ର ଉପରେ ଠିକ୍ କରିବେ। ଯଦି ଆପଣଙ୍କର ଜମି ପଟ୍ଟା ଭାଇଙ୍କ ନାମରେ ରହିଛି ତାହେଲେ ଆପଣ ଭାଇ ଠିକ୍ କରିବେ। ଯଦି ଆପଣଙ୍କର ଜମି ପଟ୍ଟାଟି ଦାଦାଙ୍କ ନାଁରେ ରହିଛି ଆପଣ ପୁତୁରାଟିକୁ ଠିକ୍ କରିବେ, ନଚେତ୍ ଆପଣ ଅନ୍ୟାନ୍ୟ ଉପରେ ଠିକ୍ କରିବେ। ତାପରେ ଆପଣଙ୍କର ନାମଟିକୁ ଲେଖିବେ, ଏହି ଶ୍ରୀ ଡ୍ୟାସ୍ ଜାଗାରେ ଆପଣଙ୍କର ନାମଟିକୁ ଲେଖିବେ। ଏହି ଶ୍ରୀ ଜାଗାରେ ଆପଣଙ୍କର ନାମଟିକୁ ଲେଖିବେ ଯେଉଁ ଚାଷୀ ଆବେଦନ କରୁଛନ୍ତି ପଞ୍ଜୀକରଣ ପାଇଁ। ତାପରେ ରହିଛି ପି ଆଉ ସ୍ୱାମୀ। ଯଦି ଚାଷୀ ଜଣକ ପୁରୁଷ ହୋଇଥିବେ ତାହେଲେ ପି ଉପରେ ଠିକ୍ କରି ଆପଣଙ୍କର ପିତାଙ୍କ ନାମଟିକୁ ଲେଖିଦେବେ। ଯଦି ମହିଳା ଚାଷୀ ଆବେଦନ କରୁଥିବେ ସ୍ୱାମୀ ଉପରେ ଠିକ୍ କରି ତାଙ୍କର ସ୍ୱାମୀଙ୍କ ନାମଟିକୁ ଏଇ ବକ୍ସରେ ଲେଖିଦେବେ। ତାପରେ ଆପଣମାନଙ୍କର ଗ୍ରାମ କିମ୍ବା ପ୍ଲଟ୍ ନମ୍ବର ଲେଖିପାରିବେ। ଆପଣ ଭଲ ହେବ ଆପଣଙ୍କର ଗ୍ରାମ ନାମଟିକୁ ଲେଖିଦିଅନ୍ତୁ। ତାପରେ ରହିଛି ପ ଆଉ ୱାର୍ଡ଼ ନମ୍ବର ରହିଛି। ତ ପଞ୍ଚାୟତ ଆପଣଙ୍କର କେଉଁଟା ଆପଣ ଲେଖିବେ, ନଚେତ୍ ଆପଣ ୱାର୍ଡ଼ ନମ୍ବର ଲେଖିବେ। ତାପରେ ଆପଣମାନଙ୍କର ରହିଛି ବ୍ଲକ ଆଉ ସହରାଞ୍ଚଳ। ତ ସବୁଠୁ ବେଟର ହେବ ଆପଣ ବ୍ଲକ ଉପରେ ଠିକ୍ କରି ଆପଣଙ୍କର ବ୍ଲକ ନେମ୍ଟିକୁ ଏଠାରେ ଲେଖିଦିଅନ୍ତୁ। ତାପରେ ରହିଛି ଆପଣମାନଙ୍କର ତହସିଲ ରହିଛି, ଆପଣଙ୍କର ତହସିଲ କେଉଁଟା ଆପଣ ଲେଖିଦେବେ। ତାପରେ ଜିଲ୍ଲା ଆପଣମାନଙ୍କର ରହିଛି, ଜିଲ୍ଲା ଆପଣଙ୍କର କେଉଁଟା ଆପଣ ଲେଖିଦେବେ। ତାପରେ ଆପଣମାନଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା
ଖାତାର ବିବରଣୀ ସମ୍ବନ୍ଧୀୟ ତଥ୍ୟଗୁଡ଼ିକ ଠିକ୍ ଭାବରେ ଆପଣ ପ୍ରଦାନ କରିବା। ତ ଦେଖନ୍ତୁ ପ୍ରଥମେ ଆପଣମାନଙ୍କର ରହିଛି କ୍ରମିକ ସଂଖ୍ୟା ରହିଛି, ତାପରେ ଆପଣମାନଙ୍କର ତହସିଲ କେଉଁଟା ଆପଣ ତହସିଲ ଲେଖିବେ, ତାପରେ ମୌଜା ଆପଣଙ୍କର ଜମିର ମୌଜା କେଉଁଠି ରହିଛି ଆପଣ ଲେଖିବେ, ତାପରେ ଖାତା ନମ୍ବର ଆପଣ ଲେଖିବେ, ତାପରେ ଆପଣମାନଙ୍କର ପ୍ଲଟ୍ ନମ୍ବର କେତେ ରହିଛି ଆପଣ ଲେଖିବେ, ତାପରେ କିସମ ଆପଣମାନଙ୍କର ଯାହା ରହିଛି ଲେଖିବେ, ତାପରେ ହେଉଛି ଆପଣମାନଙ୍କର ରକବା କ'ଣ ରହିଛି ଆପଣ ଲେଖିବେ, ତାପରେ ଆପଣମାନଙ୍କର ଚାଷରେ ଲାଗିଥିବା ଜମିର ରକବା ପରିମାଣ କେତେ ରହିଛି ଆପଣମାନେ ଲେଖିଦେବେ। ତାପରେ ଆପଣମାନଙ୍କର ରହିଛି ଉପରେ ଦର୍ଶିତ ଜମିରୁ ଧାନର ଶତକଡ଼ା, ଯଦି ଆପଣଙ୍କର ବାପାଙ୍କ ନାଁରେ ଜମି ପଟା ରହିଛି ଆପଣ ଚାଷ କରୁଛନ୍ତି ତାହେଲେ ଆପଣ 100% ଲେଖିବେ। ଆପଣ କେତେ ପ୍ରତିଶତ ଚାଷ କରୁଛନ୍ତି ଆପଣ ସେହି ଅନୁସାରେ ପ୍ରତିଶତଟି ଲେଖିଦେବେ। ଭାଗ ମୁଁ କିମ୍ବା ଆମ୍ଭର ସମ୍ପର୍କୀୟ ଶ୍ରୀ ଡେସ୍କୁ ସରକାରୀ ଧାନ ସଂଗ୍ରହକାରୀ ସଂସ୍ଥାକୁ ଚଳିତ ଖରିଫ ଋତୁରେ ବିକ୍ରୟ କରିବା ପାଇଁ ମୋର କିମ୍ବା ଆମ୍ଭର ସମ୍ମତି ପ୍ରଦାନ କରୁଛୁ ବା କରୁଅଛୁ। ଏହି ସମ୍ମତି କେବଳ ଧାନ ବିକ୍ରୟ ପାଇଁ ଉଦ୍ଦିଷ୍ଟ ଅଟେ ଏବଂ ଏହାକୁ ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ନାହିଁ। ତାପରେ ଆପଣଙ୍କ ବିଶ୍ୱସ୍ତ ସ୍ୱାକ୍ଷର, ତ ଯେତେ ଭାଇ ଅଛନ୍ତି ଜମି ପଟାରେ ଜଏଣ୍ଟ, ତ ତାଙ୍କ ସିଗ୍ନେଚର ଏଠାରେ ଆପଣମାନେ ନେଇନେବେ। ତାପରେ ଆପଣମାନଙ୍କର ଖାତା ମାଲିକଙ୍କ ଉତ୍ତରାଧିକାରୀ ନାମ ରହିଛି, ତ ଆପଣମାନେ କ'ଣ କରିବେ, ଯେଉଁ ଖାତା ମାଲିକ ଅଛନ୍ତି ବା ଜମିପଟା ଯାହା ନାଁରେ ରହିଛି ସେମାନଙ୍କର ନାମ ସବୁ ଲେଖିବେ। ତାପରେ ଆପଣମାନଙ୍କର ଗ୍ରାମ ରହିଛି, ଗ୍ରାମ ପଞ୍ଚାୟତ ରହିଛି, ବ୍ଲକ ରହିଛି, ଜିଲ୍ଲା, ଏଗୁଡ଼ିକ ମଧ୍ୟ ମେନସନ୍ କରିଦେବେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁ ଚାଷୀମାନେ ପଞ୍ଜୀକରଣ କରିବେ ସେମାନଙ୍କ ପାଖରେ ଫାର୍ମର ଆଇଡି ଥିବା ନିହାତି ଜରୁରୀ। ଯଦି ଆପଣ ପଞ୍ଜୀକରଣ କରୁଛନ୍ତି ଆପଣଙ୍କର ଫାର୍ମର ଆଇଡି ନାହିଁ, ଟୋକନ୍ ଜେନେରେଟ୍ ହେବ କି ନାହିଁ ତାହା ଆଗାମୀ ଦିନମାନଙ୍କରେ ଜଣାପଡ଼ିବ। ସରକାରଙ୍କ ତରଫରୁ ତ ଷ୍ଟ୍ରିକ୍ଟଲି କୁହାଯାଇଛି, ତ ଯେଉଁ ଚାଷୀମାନଙ୍କ ପାଖରେ ଫାର୍ମର ଆଇଡି ଥିବ ସେମାନେ ହିଁ ପଞ୍ଜୀକୃତ କରିବେ। ତ ଆପଣ ସମସ୍ତେ ପଞ୍ଜୀକୃତ କରିପାରିବେ, କୌଣସି ଅସୁବିଧା ନାହିଁ, କିନ୍ତୁ ଆପଣମାନଙ୍କର ଟୋକନ୍ ଜେନେରେଟ୍ ହେବ କି ନାହିଁ ସେଇଟା କିଛି ଗ୍ୟାରେଣ୍ଟି ନାହିଁ। ଦେଖନ୍ତୁ ଯେଉଁ ଚାଷୀମାନଙ୍କର ଫାର୍ମର ରେଜିଷ୍ଟ୍ରି ଆଇଡି ନାହିଁ ସେମାନେ ଧାନ ବିକ୍ରୟ କରିବା ପାଇଁ ଧାନ ମଣ୍ଡିରେ ପଞ୍ଜୀକରଣ କରେଇ ନିଅନ୍ତୁ, ତାପରେ ଫାର୍ମର ରେଜିଷ୍ଟ୍ରିଟି ଆପଣ କରେଇ ନିଅନ୍ତୁ, ଯାହାଫଳରେ କିଛି ଅସୁବିଧା ଆପଣମାନଙ୍କର ହେବ ନାହିଁ। ତାପରେ ଆସନ୍ତୁ ଯେଉଁ ଚାଷୀମାନେ ଭାଗ ଚାଷୀ ରହିଛନ୍ତି, ଭାଗ ଚାଷୀଙ୍କ ନିମନ୍ତେ ପ୍ରକୃତ ରେକର୍ଡଧାରୀଙ୍କ ଦ୍ୱାରା ଧାନ ବିକ୍ରୟ ନିମନ୍ତେ ସମ୍ମତିପତ୍ରର ଆବଶ୍ୟକତା ରହିଛି। ଯେଉଁମାନେ ଭାଗ ଚାଷୀ ରହିଛନ୍ତି ସେମାନଙ୍କ ପାଇଁ ଏହି ସମ୍ମତିପତ୍ରଟି ରହିଛି, ସେମାନଙ୍କୁ ଫିଲ୍ଅପ୍ କରିବା ପାଇଁ ପଡ଼ିବ। ବିଷୟଟି ଆପଣମାନଙ୍କର ରହିଛି ଭାଗ ଚାଷୀଙ୍କ ଦ୍ୱାରା ଧାନ ବିକ୍ରୟ ପାଇଁ ସମ୍ମତିପତ୍ର। ଏଠି ଆପଣମାନଙ୍କର ଲେଖା ହେଇଛି ନିମ୍ନ ବର୍ଣ୍ଣିତ ଚାଷ ଜମିକୁ ମୁଁ କିମ୍ବା ଆମ୍ଭେ ଖାତା ମାଲିକ କିମ୍ବା ଉତ୍ତରାଧିକାରୀ ଅଟେ ବା ଅଟୁ କିମ୍ବା କାରଣରୁ ଚଳିତ ଖରିଫ ଋତୁ 2026-2027ରେ ବ୍ୟକ୍ତିଗତ ଭାବରେ ଉକ୍ତ ଜମିକୁ ଚାଷ କରିପାରୁନଥିବାରୁ ଉକ୍ତ ଜମିକୁ ଶ୍ରୀ ଡେସ୍ ଯିଏ ଆବେଦନ କରିଛନ୍ତି ତାଙ୍କ ନାମଟିକୁ ଲେଖିଦେବେ। ତାପରେ ତାଙ୍କ ବାପାଙ୍କ ନାମଟିକୁ ଲେଖିବେ, ତାଙ୍କର ଗ୍ରାମ ଲେଖିବେ, ତାଙ୍କର ଗ୍ରାମ ପଞ୍ଚାୟତ ଲେଖିବେ, ତାପରେ ତାଙ୍କର ବ୍ଲକଟିକୁ ଲେଖିଦେବେ, ତହସିଲ ଲେଖିବେ, ତାପରେ ତାଙ୍କର ଜିଲ୍ଲାକୁ ଲେଖିବେ। ତାପରେ କ୍ରମିକ ସଂଖ୍ୟା ରହିଛି, ଆପଣ ଯେତିକି ପ୍ଲଟ୍ ଦେଇଥିବେ ସବୁ ପ୍ଲଟ୍ ଗୁଡ଼ିକ ଏଠାରେ ଆପଣ ମେନସନ୍ କରିଦେବେ। ତାପରେ ତହସିଲ ଲେଖିବେ, ତାପରେ ମୌଜା ଲେଖିବେ, ତାପରେ ଖାତା ନମ୍ବର ଲେଖିବେ, ତାପରେ ପ୍ଲଟ୍ ନମ୍ବର ଲେଖିବେ, କିସମ ଲେଖିବେ, ରକବା ଲେଖିବେ, ଭାଗ ଚାଷୀରେ ଲାଗିଥିବା ଜମିର ରକବା ଓ ପରିମାଣ ତାହା ମଧ୍ୟ ମେନସନ୍ କରିବେ।